ରୁଷଠାରୁ ଭାରତ ତେଲ କିଣୁଥିବାରୁ ଖପା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତକୁ ଏକ ଭଲ ବାଣିଜ୍ୟିକ ସହଯୋଗୀ ନୁହେଁ କହିବା ସହିତ 24 ଘଣ୍ଟା ମଧ୍ୟରେ ବର୍ତ୍ତମାନର 25% ପାଲଟା ଶୁଳ୍କ ବାଦ ଆହୁରି ବଡ଼ ଧରଣର ଶୁଳ୍କ ଲଗାଇବେ ବୋଲି ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି, ଭାରତର ଯୁଦ୍ଧ ମେସିନକୁ ଇନ୍ଧନ ଯୋଗାଉଛି। ଯଦି ସେମାନେ ତାହା କରୁଛନ୍ତି ତାହେଲେ ମୁଁ ଖୁସି ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଭବିଷ୍ୟତରେ ଫାର୍ମା ଉପରେ ପର୍ଯ୍ୟାୟକ୍ରମରେ ଶୁଳ୍କକୁ 250% ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ସେମିକଣ୍ଡକ୍ଟର ଉପରେ ଶୁଳ୍କ ଲଗାଇବାର ଯୋଜନା ଥିବା ଟ୍ରମ୍ପ ସୂଚନା ଦେଇଛନ୍ତି। ଆମେରିକା ଏବଂ ୟୁରୋପୀୟ ସଂଘକୁ ଭାରତ ଉଚିତ ଜବାବ ଦେଇଛି। ଯେତେବେଳେ ଉଭୟ ପକ୍ଷ ମସ୍କୋ ସହିତ ବଡ଼ ଧରଣର ବ୍ୟବସାୟ କରୁଛନ୍ତି, ସେହି ସମୟରେ ଭାରତକୁ ଏକାକୀ ଘେରିବା ଠିକ୍ ନୁହେଁ। ନୂଆଦିଲ୍ଲୀକୁ ଟ୍ରମ୍ପ ବାରମ୍ବାର ସମାଲୋଚନା କରୁଥିବାରୁ ଉଭୟ ଶାସକ ଏନ୍ଡିଏ ଏବଂ ବିରୋଧୀ କଂଗ୍ରେସ ଏହାର ନିନ୍ଦା କରିଛନ୍ତି। ରୁଷ ସହ କାରବାର ପାଇଁ ଭାରତକୁ ଆମେରିକା ଲଗାତାର ଭାବରେ ସମାଲୋଚନା କରୁଥିବା ବେଳେ ଭାରତ ସପକ୍ଷରେ ରୁଷ ବାହାରିଛି। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରି ପେସ୍କୋଭ୍ କହିଛନ୍ତି, ରୁଷ ସହିତ ବାଣିଜ୍ୟ ବନ୍ଦ ପାଇଁ ଦେଶଗୁଡ଼ିକୁ ବାଧ୍ୟ କରିବା ବେଆଇନ। ନିଜର ବାଣିଜ୍ୟ ସହଯୋଗୀ ବାଛିବା ଅଧିକାର ଦେଶଗୁଡ଼ିକର ରହିଛି। ତେଣୁ ଏପରି ଧମକ ଦିଆଯାଇପାରିବ ନାହିଁ। ରୁଷର ବାଣିଜ୍ୟ ସହଯୋଗୀଙ୍କ ବିରୋଧରେ ସୃଷ୍ଟି କରାଯାଇଥିବା ଏଭଳି ଚାପକୁ ଧମକ ବୋଲି କରାଯିବ। ସାର୍ବଭୌମିକ ଦେଶଗୁଡ଼ିକୁ ନିଜ ବାଣିଜ୍ୟ ସହଯୋଗୀ ଚୟନ କରୁଥିବା ଅଧିକାର ରହିଛି ଏବଂ ସେମାନେ ତାହା ଚୟନ କରିପାରିବେ ବୋଲି ସେ କହିଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।